ଭିତରଛ ମଧୁସୂଦନ ମହାପାତ୍ରଙ୍କ ସ୍ମୃତିରେ ଅନୁଷ୍ଠିତ ବସନ୍ତ ଉତ୍ସବରେ ପୁରୀ ଜିଲ୍ଲା ସମେତ ଶ୍ରୀମନ୍ଦିରର ଆଇନ ଶୃଙ୍ଖଳା ଅପରାଧ ନିୟନ୍ତ୍ରଣ ଓ ଦକ୍ଷ ପ୍ରଶାସନିକ ସେବା ପାଇଁ ପୁରୀର ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କୁ ସେବା ସମ୍ମାନ ପ୍ରଦାନ କରାଯାଇଛି। ଭାଗବତ ଭାଷ୍ୟକାର ତଥା ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଡକ୍ଟର ବଦ୍ରି ମିଶ୍ରଙ୍କ ଅଧ୍ୟକ୍ଷତା ଓ ସମ୍ପାଦକ ତଥା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଜଗନ୍ନାଥ ପୂଜାପଣ୍ଡା ସାମନ୍ତଙ୍କ ପରିଚାଳନାରେ ସିଂହଦ୍ୱାରଠାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ, ମୁଖ୍ୟ ବକ୍ତା ଭାବେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଯୋଗ ଦେଇଥିବା ବେଳେ ଅତିଥି ଭାବେ ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ, ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ଶରତ ବେହେରା, ନୀଳମାଧବ ଭୋଇ, ଉପଜିଲ୍ଲାପାଳ ରାଜକିଶୋର ଜେନା ଯୋଗ ଦେଇଥିଲେ। ପୂଜାପଣ୍ଡା ନିଯୋଗ ସମ୍ପାଦକ ମାଧବଚନ୍ଦ୍ର ପୂଜାପଣ୍ଡା ସାମନ୍ତ, ପରିଚାଳନା କମିଟି ସଦସ୍ୟ କୃଷ୍ଣଚନ୍ଦ୍ର ସାମନ୍ତରା ଓ ଗଣେଶ ଦାସ ମହାପାତ୍ର, ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର, ଅନେକ ପ୍ରଶାସକ, ମଠାଧୀଶ ପ୍ରମୁଖ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା କହିଥିଲେ ଯେ ସେବା, ସମର୍ପଣ, କର୍ତ୍ତବ୍ୟନିଷ୍ଠା ଓ ଆତ୍ମୀୟତାରେ ଭିତରଛ ମଧୁସୂଦନଙ୍କୁ ଏ ଜାତି ସ୍ମରଣ ରଖିବ ଓ ଶ୍ରୀମନ୍ଦିର ନୀତି ଶୃଙ୍ଖଳାରେ ସେବାୟତ ଓ ଭକ୍ତ ପର୍ଯ୍ୟଟନ ପରିଚର୍ଯ୍ୟାରେ ପୁରୀବାସୀଙ୍କ ସହଯୋଗଠାରେ ପ୍ରଶାସନ କୃତଜ୍ଞ ରହିବ। ଏହି ଅବସରରେ ଶ୍ରୀମନ୍ଦିରର ନୀତି ଶୃଙ୍ଖଳା ପାଇଁ ରବିଶଙ୍କର ପୂଜାପଣ୍ଡା ସାମନ୍ତ, ସିଂହାରୀ ଲୋକନାଥ କର, ଗରାବଡ଼ୁ ସୂର୍ଯ୍ୟନାରାୟଣ ମହାପାତ୍ର, ଭାଗବତ ଓ ସ୍କନ୍ଦ ପୁରାଣର ପ୍ରଚାର ପ୍ରସାର ପାଇଁ ଭାଗବତ ଆଶ୍ରମର ବାବା ବ୍ରଜବନ୍ଧୁ ଦାସ ଓ ଶ୍ରୀମନ୍ଦିର ପଣ୍ଡା ନିଯୋଗର ସଂସ୍କୃତ ବିଦ୍ୟାଳୟରେ ସର୍ବୋଚ୍ଚ ନମ୍ବର ରଖିଥିବା କୃତି ଛାତ୍ର ମଳୟ ଦାସଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀମାନେ ଭକ୍ତି ସଙ୍ଗୀତ ପରିବେଷଣ କରିଥିବା ବେଳେ ପ୍ରାତଃ କାଳରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅନୁଷ୍ଠାନ ପକ୍ଷରୁ ଫଳ ବଣ୍ଟନ, ଖଡ଼ଗପୁର ଆଶ୍ରମ ପକ୍ଷରୁ ନଗର ସଂକୀର୍ତ୍ତନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଭିତରଛ ହରେକୃଷ୍ଣ ପୂଜାପଣ୍ଡା, ବିଶ୍ୱନାଥ ସାମନ୍ତରା, ଡକ୍ଟର ବିଶ୍ୱନାଥ ମିଶ୍ର, ହରିହର ପୂଜାପଣ୍ଡା ସାମନ୍ତ ଓ ଶ୍ୟାମପ୍ରକାଶ ସେନାପତି ସଂଯୋଜନା ଓ ସଞ୍ଚାଳନ କରିଥିଲେ। ପୁରୀରୁ କ୍ୟାମେରାମ୍ୟାନ୍ ଦିବ୍ୟରଞ୍ଜନ ବିଶୋଇଙ୍କ ସହ ସୁଜିତ ମହାପାତ୍ରଙ୍କ ରିପୋର୍ଟ।